କାହିଁକି ଶ୍ରୀକୃଷ୍ଣ ନିଜ ଛୋଟ ଆଙ୍ଗୁଳିରେ ହିଁ ଗୋବର୍ଦ୍ଧନ ପର୍ବତ ଉଠାଇଲେ? କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରାଧେ ରାଧେ ବନ୍ଧୁଗଣ, ଶ୍ରୀକୃଷ୍ଣଙ୍କ ଅନେକ ଲୀଳାରୁ ଅନ୍ୟତମ ଲୀଳା ଅଟେ ଗୋବର୍ଦ୍ଧନ ପର୍ବତକୁ ଉଠାଇବା। ଗୋବର୍ଦ୍ଧନ ପର୍ବତ ଏକ ବିଶାଳ ପର୍ବତ ଅଟନ୍ତି। ଶ୍ରୀକୃଷ୍ଣଙ୍କ ପାଇଁ ତାହାକୁ ଉଠାଇବା କୌଣସି କଷ୍ଟଦାୟକ ନୁହେଁ। କିନ୍ତୁ ଗିରିରାଜକୁ ନିଜ କନିଷ୍ଠ ଆଙ୍ଗୁଳିରେ ଉଠାଇବା କ'ଣ ଆଶ୍ଚର୍ଯ୍ୟଜନକ ନୁହେଁ? ଶ୍ରୀକୃଷ୍ଣ ଗିରିରାଜକୁ ଉଠାଇବା ପାଇଁ ଅନ୍ୟ ଆଙ୍ଗୁଳିମାନଙ୍କର ମଧ୍ୟ ପ୍ରୟୋଗ କରିପାରିଥାନ୍ତେ, କିନ୍ତୁ ସବୁଠାରୁ ଏହି କନିଷ୍ଠ ଆଙ୍ଗୁଳିକୁ ହିଁ କାହିଁକି ପ୍ରୟୋଗ କଲେ? ଆସନ୍ତୁ ଏହାର ତଥ୍ୟ ବିସ୍ତାର ରୂପେ ଜାଣିବା। ଭଗବାନ ଶ୍ରୀକୃଷ୍ଣ ନିଜ କନିଷ୍ଠ ଆଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତକୁ ଧାରଣ କରିଥିଲେ। ଏହାର ବର୍ଣ୍ଣନ ଭାଗବତ ପୁରାଣରେ ବର୍ଣ୍ଣିତ ହୋଇଅଛି, ଯାହାଦ୍ୱାରା ଶ୍ରୀକୃଷ୍ଣ ନିଜ ଏହି ଲୀଳାରୁ ଅନେକ ଗୂଢ଼ ସନ୍ଦେଶ ଦେଇଛନ୍ତି। ନିଜର କନିଷ୍ଠ ଅଙ୍ଗୁଳିରେ ଗିରିରାଜ ଗୋବର୍ଦ୍ଧନ ପର୍ବତକୁ ଉଠାଇ ଭଗବାନ ଶ୍ରୀକୃଷ୍ଣ ସମସ୍ତ ପ୍ରାଣୀଙ୍କୁ ଏହା ଦେଖାଇବାର ପ୍ରୟାସ କରୁଥିଲେ କି ଈଶ୍ୱର ବ୍ରହ୍ମାଣ୍ଡକୁ ନିୟନ୍ତ୍ରଣ କରିବାର କ୍ଷମତା ରଖନ୍ତି। ଯେତେବେଳେ ଇନ୍ଦ୍ରଦେବଙ୍କ ଅହଙ୍କାର ଅତ୍ୟଧିକ ବଢ଼ିଗଲା ଏବଂ ସେ ଗୋପପୁରବାସୀଙ୍କୁ ପ୍ରଳୟକାରୀ ବର୍ଷା କରି ଅନେକ କଷ୍ଟ ଦେବାକୁ ଚାହିଁଲେ, ତେବେ ଶ୍ରୀକୃଷ୍ଣ ଗିରିରାଜ ପର୍ବତକୁ ନିଜ କନିଷ୍ଠ ଆଙ୍ଗୁଳିରେ ଧାରଣ କରି ସମସ୍ତ ଗୋପପୁରବାସୀଙ୍କ ସହିତ ଜୀବଜନ୍ତୁମାନଙ୍କୁ ମଧ୍ୟ ଇନ୍ଦ୍ରଦେବଙ୍କ ପ୍ରକୋପରୁ ସୁରକ୍ଷା ପ୍ରଦାନ କରିଥିଲେ। ଛୋଟ ଆଙ୍ଗୁଳିରେ ଗିରିରାଜ ଗୋବର୍ଦ୍ଧନ ପର୍ବତକୁ ଉଠାଇ ଶ୍ରୀକୃଷ୍ଣ ଏହା ମଧ୍ୟ ପ୍ରମାଣ କଲେ ଈଶ୍ୱରଙ୍କ ସର୍ବକାର୍ଯ୍ୟ ସର୍ବଦା ସହଜ ଓ ସରଳ ହୋଇଥାଏ। ଏହି ଘଟଣାରୁ ଭଗବାନ ଶ୍ରୀକୃଷ୍ଣ ଏହା ମଧ୍ୟ ଦର୍ଶାଇଲେ କି ତାଙ୍କ ଶକ୍ତି ଭୌତିକ ଶରୀର ଉପରେ ନିର୍ଭର ନୁହେଁ। ଛୋଟ ଆଙ୍ଗୁଳିରେ ଗିରିରାଜ ଗୋବର୍ଦ୍ଧନକୁ ଉଠାଇ ସେ ଏହି ସନ୍ଦେଶ ଦେଲେ କି ଈଶ୍ୱରଙ୍କ ଶକ୍ତିରେ ଶରୀରର ଭୂମିକା ନଗଣ୍ୟ ହୋଇଥାଏ। ଗିରିରାଜ ଗୋବର୍ଦ୍ଧନ ପୂଜା ମାଧ୍ୟମରେ ଶ୍ରୀକୃଷ୍ଣ ଇନ୍ଦ୍ରଦେବଙ୍କ ପୂଜାକୁ ତ୍ୟାଗ କରି ପ୍ରକୃତି ଓ ପର୍ବତ ପୂଜା କରିବା ପାଇଁ ଶିକ୍ଷା ଦେଲେ। ଶ୍ରୀକୃଷ୍ଣ ଗୋବର୍ଦ୍ଧନକୁ ନିଜ ଛୋଟ ଆଙ୍ଗୁଳିରେ ଧାରଣ କରି ନିଜର ଦିବ୍ୟତା, ସହଜତା, କରୁଣା ଦର୍ଶାଇଥିଲେ। ଏହି ଘଟଣା ସମଗ୍ର ମାନବ ଜାତିକୁ ଏହି ଶିକ୍ଷା ଦିଏ କି ଯେବେ ଆମେ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖୁ ଓ ତାଙ୍କୁ ସ୍ମରଣ କରୁ, ତେବେ ସେ ଆମ ଜୀବନର ସବୁଠୁ ବଡ଼ ସଙ୍କଟକୁ ବି ସରଳତାର ସହିତ ସମାଧାନ କରିପାରିବେ। ଏହା ସତ୍ତ୍ୱେ କିମ୍ବଦନ୍ତୀ ଏହା ମଧ୍ୟ କୁହେ କି ଅନୁଷ୍ଠା ଆଙ୍ଗୁଠି ଅଗ୍ନି, ତର୍ଜମା ଅଙ୍ଗୁଷ୍ଠି ବାୟୁ, ମଧ୍ୟମା ଅଙ୍ଗୁଷ୍ଠି ଆକାଶ, ଅନାମିକା ଅଙ୍ଗୁଷ୍ଠି ପୃଥିବୀ ଏବଂ କନିଷ୍ଠ ଅଙ୍ଗୁଠି ଜଳ ତତ୍ତ୍ୱର ପ୍ରତିନିଧିତ୍ୱ କରନ୍ତି। ଏହି କାରଣରୁ ଇନ୍ଦ୍ରଦେବଙ୍କ ଭୟଙ୍କର ବର୍ଷାର ଜବାବ ଶ୍ରୀକୃଷ୍ଣ ଜଳ ତତ୍ତ୍ୱରୁ ହିଁ ଦେଇଥିଲେ। ବନ୍ଧୁଗଣ, କନିଷ୍ଠ ଆଙ୍ଗୁଠିରେ ଗିରି ଗୋବର୍ଦ୍ଧନ ପର୍ବତକୁ ଉଠାଇବା ସହିତ ଏକ ପୌରାଣିକ କଥା ମଧ୍ୟ ଜଡ଼ିତ ଅଛି। ଏହି କଥା ଅନୁସାରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ନିଜ ଆଙ୍ଗୁଳିମାନଙ୍କୁ ପଚାରିଲେ କେଉଁ ଆଙ୍ଗୁଳିରେ ସେ ଗିରିରାଜ ଗୋବର୍ଦ୍ଧନ ପର୍ବତକୁ ଉଠାଇବେ, ସେହି ସମୟରେ ବୁଢ଼ା ଆଙ୍ଗୁଠି କହିଲେ କି ସେ ନର ଅଟନ୍ତି ଏବଂ ଅନ୍ୟ ଆଙ୍ଗୁଳିମାନେ ନାରୀ ଅଟନ୍ତି, ତେଣୁ ଏହି ସୁଯୋଗ ତାଙ୍କୁ ହିଁ ମିଳୁ। ପୁଣି ଶ୍ରୀକୃଷ୍ଣ ତର୍ଜନୀ ଆଙ୍ଗୁଠିକୁ ପଚାରିଲେ। ସେ କହିଲା, କାହାକୁ ଚୁପ୍ କରିବାର କାର୍ଯ୍ୟ କରିବାର ଥାଏ ଅଥବା ଇଙ୍ଗିତ କରି ଚୁପ୍ କରାଇବା କାର୍ଯ୍ୟରେ ମୁଁ ହିଁ କାମରେ ଆସିଥାଏ, ତେଣୁ ମୋତେ ହିଁ ଗିରିରାଜଙ୍କୁ ଉଠାଇବାର ସୁଯୋଗ ମିଳୁ। ଶ୍ରୀକୃଷ୍ଣ ମଧ୍ୟମା ଆଙ୍ଗୁଳିକୁ ଏହି ପ୍ରଶ୍ନ ପଚାରିଲେ। ମଧ୍ୟମା କହିଲା, ସମସ୍ତଙ୍କ ଠାରୁ ବଡ଼ ଏବଂ ବଳବାନ ହେତୁ ଗିରିରାଜ ପର୍ବତକୁ ମୋ ଦ୍ୱାରା ହିଁ ଉଠାଯାଉ। ଶ୍ରୀକୃଷ୍ଣ ଅନାମିକା ଆଙ୍ଗୁଳିକୁ ଏହି ପ୍ରଶ୍ନ କଲେ। ଜବାବରେ ଅନାମିକା ଆଙ୍ଗୁଳି କହିଲା, ସମସ୍ତ ପବିତ୍ର କାର୍ଯ୍ୟ ମୋ ଦ୍ୱାରା ହିଁ ସମ୍ପନ୍ନ କରାଯାଏ, ତେଣୁକରି ପର୍ବତଙ୍କୁ ମୋ ଦ୍ୱାରା ହିଁ ଉଠାଯାଉ। ଅନ୍ତରେ କନିଷ୍ଠ ଆଙ୍ଗୁଳିର ପାଳି ପଡ଼ିଲା। ଶ୍ରୀକୃଷ୍ଣ କନିଷ୍ଠ ଆଙ୍ଗୁଳିକୁ ପ୍ରଶ୍ନ କଲେ। ତେବେ କନିଷ୍ଠ ଆଙ୍ଗୁଳି କହିଲା, ମୋ ପାଖରେ କୌଣସି ଗୁଣ ନାହିଁ, ସବୁଠାରୁ ଛୋଟ ମୁଁ ଅଟେ, ଏମାନଙ୍କ ସାହାଯ୍ୟ ବିନା କୌଣସି କାର୍ଯ୍ୟ ମୁଁ କରିପାରେ ନାହିଁ।
କନିଷ୍ଠ ଆଙ୍ଗୁଳିର କଥା ଶୁଣି ଶ୍ରୀକୃଷ୍ଣ କହିଲେ, ମୋତେ ବିନମ୍ରତା ସବୁଠାରୁ ପ୍ରିୟ। ତେଣୁ ଶ୍ରୀକୃଷ୍ଣ ଛୋଟ ଆଙ୍ଗୁଳିକୁ ସମ୍ମାନ ଦେଇ ସେହି ଆଙ୍ଗୁଳିରେ ହିଁ ଗିରିରାଜ ଗୋବର୍ଦ୍ଧନ ପର୍ବତକୁ ଧାରଣ କଲେ। ଜୟ ଶ୍ରୀ ରାଧେ, ଜୟ ଶ୍ରୀକୃଷ୍ଣ।